ମାର୍କଣ୍ଡେୟ ପୁରାଣ। ଅନ୍ଧକାନ୍ତ ତୀର୍ଥରେ ସୁରଥ ନୃପତିର ତପସ୍ୟା ଏବଂ ଜୟଦ୍ରଥର ମୁଣ୍ଡ ପତନ ଓ ଭସ୍ମ। ଋଷିଙ୍କର ଆଜ୍ଞା ପାଇ ସୁରଥ ନୃପତି ଅନ୍ଧକାନ୍ତକ ତୀର୍ଥରୁ ଚଳଇ ତଡ଼ତି। ଶଙ୍ଖଚୂଡ଼ ପାରୁଷରେ ଔଦୁମ୍ବର ବୃକ୍ଷ ସେଠାରେ ପ୍ରବେଶ ହେଲା ବୀରଥର ବତ୍ସ। ଅନ୍ଧକାନ୍ତକ ତୀର୍ଥରେ ସ୍ନାନ ସେ ସାରିଲା ଅନ୍ଧକ ତ୍ରିପୁରାନ୍ତକ ଦର୍ଶନ କଲା। ସେହି ମହାଦେବ ସ୍ୱାମୀ ପଶ୍ଚିମ ମୂରତି ପୂର୍ବମୁଖ ହୋଇ କରି ବସିଲା ନୃପତି। ଆତ୍ମା ଶୁଦ୍ଧ କରି ତହିଁ ଏକ ମନେ ବସି ନାରାୟଣ ମନ୍ତ୍ର ଗୋଟି ହୃଦୟରେ ଅଭ୍ୟାସୀ। ବିଶ୍ୱନାଥ ଦେବତାର ଚିନ୍ତଇ ଯେ ରୂପ ପାପ କ୍ଷୟ ଅର୍ଥେ ରାଜା ଆଚରିଲେ ତପ। କରପତ୍ରକୁ ପ୍ରସାରି ନେତ୍ର ଦୁଇ ବୁଝି ଜପଇ ସେ ମହାମନ୍ତ୍ର ଦିବ୍ୟ ରୂପ ହେଜି। ଏମନ୍ତ ସେ ତପ କଲା 300 ବରଷ ଏଥୁ ଅନନ୍ତରେ ଶୁଣିମା ହେଉ ଦିବ୍ୟ ରସ। ମକର ମାସେ ପୂର୍ଣ୍ଣିମା ତିଥି ଶୁକ୍ରବାରେ ଅଶ୍ଳେଷା ନକ୍ଷତ୍ର ଆଉ କକଡ଼ା ଚନ୍ଦ୍ରରେ। ବିଷ୍ଟି ନାମରେ କରଣ ଶୁଭ ନାମେ ଯୋଗ ମକର ସଂକ୍ରାନ୍ତି 24 ଦିନ ଭୋଗ। ଦିନ ଅନ୍ତକାଳେ ସନ୍ଧ୍ୟା ସମୟ ଯୁକତେ ମୁଣ୍ଡ ଗୋଟିଏ ପଡ଼ିଲା ରାଜା କରପତ୍ରେ। ଅଦ୍ଭୁତେ ମୁଣ୍ଡ ପଡ଼ନ୍ତେ ଆସି କର ତଳେ ପୋଡ଼ ବୋଲି କରି ରାଜା ପକାଇଲା ତଳେ। ନୟନକୁ ଫେଡ଼ି ଚାହିଁ ଦେଲା ମହାରାଏ ଛାମୁରେ ପଡ଼ିଛି ନର ମୁଣ୍ଡ ଯେ ଗୋଟାଏ। ପୋଡ଼ୁ ବୋଲି ଯହୁଁ ବୋଇଲେ କ ମହାରୁଷେ ତତ୍କ୍ଷଣେ ସେହି ମୁଣ୍ଡ ହେଲା ଭସ୍ମ ରାଶି। ଦେଖିଣ ଚକିତ ମନ ହୋଇଲା ସୁରଥ ମନେ ବିଚାରିଲା ଏହା କେବଳ ହିଁ କୃତ୍ୟ। କାହାର ଏ ମୁଣ୍ଡ କେହୁ ପକାଇଲା ହାଣି ବହଇ ଶୋଣିତ ଛିଡ଼ି ଅଛି ଏହି କ୍ଷଣି। ଅଦ୍ଭୁତେ ପଡ଼ିଣ ପୋଡ଼ିଗଲା ଅଦଭୁତେ ଏଥିର ଚରିତ ଆମେ ଜାଣିବା କେମନ୍ତେ। ଗୁରୁଙ୍କୁ ପୁଛିଲେ ସିନା ଜାଣିବା ଏ ତଥ୍ୟ ଏମନ୍ତ ବୋଲି ଆସନ ତେଜିଲା ସୁରଥ। ଅନ୍ଧକ ତୀର୍ଥରେ ଯାଇ ରାଜା ସ୍ନାନ କଲା ରୁଦ୍ରଙ୍କୁ ଅଳଗି ପୁଣି ଗୁରୁ ପାଶେ ଗଲା। ମାରକଣ୍ଡ ଋଷି ବସି ସନ୍ଧ୍ୟା ସୁମରନ୍ତି ଜଳ ଚଳୁ କରି ଆତ୍ମା ଶୁଦ୍ଧି କଲେ ଯତି। ଏକାଳେ ମିଳିଲା ଯାଇ ସେ ସୁରଥ ରାଜା ଋଷିଙ୍କ ଚରଣେ ପଡ଼ି କଲା ପାଦ ପୂଜା। ପ୍ରଦକ୍ଷିଣ କରି ରାଜା ପାଦେ ପଡ଼ି ଶୋଇ ଛାମୁରେ ଉଭା ହୋଇଣ ଶିରେ କର ଦେଇ। ସନ୍ଧ୍ୟା ସାରି ମୁନି କଲେ କଲ୍ୟାଣ ଯେ ବାଞ୍ଛା ଆଜ୍ଞା ଦେଲେ ବସବାରେ ବୀରଥର ବତ୍ସା। ରାଜା ବୋଇଲେ ମୋହର କିଛି ଅଛି କଥା ତୁମ୍ଭ ତହିଁ ଶୁଣି ତୁଟି ଯିବ ମନ ବ୍ୟଥା। ମୁନି ବୋଇଲେ କି କଥା ବସି କରି କହ କେବଳ କଥା ତୋହର କେବଳ ସନ୍ଦେହ। ମୁନି ଆଜ୍ଞା ପାଇ କରି ବସି ନୃପବର ବିନୟରେ କହୁଅଛି ଯୋଡ଼ିବେନି କର। ଭୋମୁନି କଳପାନ୍ତକ ବିଜ୍ଞ ମହାରୁଷି ଜ୍ଞାନ ସିନ୍ଧୁ ପୁରୁଷ ତୁ ଯୋଗୀ ବିଶ୍ୱବାସୀ। ଯୁଗ ଆଉ ମନୁକୁ ଯାର ନାହିଁ ଲେଖା ଅଭୟ ବିଷ୍ଣୁ ପଞ୍ଜର ଅଟଇ ଯା ଶିଖା। ଅଶେଷ ବିଦ୍ୟାକୁ ଯେହ୍ନେ ଅଟନ୍ତି ଭାଜନ ଅଶେଷ ବିଦ୍ୟାକୁ ଯେହୁ ଅଟନ୍ତି ଭାଜନ। ଜନ୍ତୁପତି ପାଞ୍ଜିରେ ଯେ ନୋହିଲୁ ଲେଖନ ମେଣ୍ଟିଲୁ ଜରା ମରଣ ରୋଗ ଶୋକ ଯହୁଁ ଜାଣିଲୁ ଯେ ବ୍ରହ୍ମଜ୍ଞାନ ସାଧିଲୁ ତୁ ତହୁଁ। ଅକ୍ଷୟ ଦେହକୁ ଘେନି ରହିଲୁ ତୁ କାଳେ ଅଦୃଶ୍ୟ ଦୃଶ୍ୟ ହୁଅଇ ତୋତେ ଯୋଗ ବଳେ। ଜ୍ଞାନବନ୍ତ ପୁରୁଷ ତୁ ସବୁ କଥା ଜାଣୁ ମୁନି ତୁମ୍ଭର ଚରଣେ ଭକ୍ତ ଅଟେ ଜୁଣୁ। ତୁମ୍ଭେ ମୋହର ପରମ ଗୁରୁ ନିରଞ୍ଜନ କଥାଏ ପୁଛିବି ତୁମେ ହୁଅ ସାବଧାନ। ତୁମ୍ଭ ଆଜ୍ଞା ପ୍ରମାଣେ ମୁଁ ତପ କରି ଗଲି ଅନ୍ଧକ ତୀର୍ଥରେ ତପ କରିଣ ବସିଲି। ନାରାୟଣ ପାଦ ପଦ୍ମ ଚିତ୍ତ ବୃତ୍ତି ଦେଇ
ଘୋଷିଲି ଯେ ମହାମନ୍ତ୍ର ଏକ ମନ ହୋଇ 3-10 ବରଷ ମୁଁ ଘୋର ତପ କଲି। ଏତେ କାଳେ ବିପରୀତ କଥା ମୁଁ ଦେଖିଲି। ଅଦ୍ଭୁତେ ମୁଣ୍ଡେ କାହୁଁ ଅଇଲା କଉଡ଼ି। ବଜ୍ରପାତ ପ୍ରାୟ ଆସି ମୋର କରେ ପଡ଼ି। ନରମୁଣ୍ଡ ଗୋଟାଏ ଯେ ରକ୍ତ ଜର ଜର। ତତ୍କ୍ଷଣେ କନ୍ଧରୁ ଛିଡ଼ି ଅଛି ସେହି ଶିର। ନୟନ ଫେଡ଼ିଣ ମୁଁ ଯେ ଚାହିଁଲି ତରାଟି। ତକ୍ଷଣେ ଭସ୍ମ ହୋଇଲା ସେହି ମୁଣ୍ଡ ଗୋଟି। ଚିହ୍ନି ନ ପାରିଛି ତାହା କେବଳ ଉପାଏ। ଆକୁଳ ହୋଇଲା ତେତେବେଳୁ ମୋର କାଏ। ଆତ୍ମା ବିକଳ ମୋହର ପୋଡ଼େ ପଞ୍ଚମନ। ପୁତ୍ର ମରିଗଲେ ଦେହ ହୁଅଇ ଯେ ସନ। ସେହିପରି ଆକୁଳିତ ହୁଏ ମୋ ଶରୀର। ଏଥିର ଚରିତ ମୋତେ କହ ତପୀବର। କହନ୍ତି ମାର୍କଣ୍ଡ ଋଷି ଶୁଣ ହୋ ସୁରଥ। ଯାହା କହିଲୁ ସେ କଥା ଅଟଇ ଯଥାର୍ଥ। ପୁତ୍ର ନାଶ ବୋଲି କରି ବୋଇଲୁ ତୁ ଯାହା। ସ୍ୱରୂପ ଅଟଇ ଆନ କେ କରିବ ତାହା। ହସ୍ତିନାର ନୃପତି ଯେ ଧୃତରାଷ୍ଟ୍ର ରାୟ। ଦୁର୍ଯ୍ୟୋଧନ ନାମେ ଯେହୁ ତାହାର ତନୟ। ପଣ୍ଡୁ ନାମେଣ ଯେ ଧୃତ ରାଷ୍ଟ୍ର ସାନ ଭାଇ। ଯୁଧିଷ୍ଠିର ଆଦି ତାର 5 ପୁତ୍ର ହୋଇ। ଦୁର୍ଯ୍ୟୋଧନ ଯୁଧିଷ୍ଠିଙ୍କୁ ନ ଦେଲେ କ ଭାଗ। ତେଣୁ ପଣ୍ଡୁ ପୁତ୍ରମାନେ ପାଇ ବୈରାଗ। ଭାଇରେ ଭାଇରେ ପୁଣି ହୋଇ ଅନ୍ୟାନ୍ୟ। ଯୁଦ୍ଧ ଆରମ୍ଭିଲେ ସାଜି ଯେ ଯାହାର ସୈନ୍ୟ। ମହାଭାରତର ଯୁଦ୍ଧ ହୁଏ ଅପ୍ରମିତ। ଲକ୍ଷେକ ନୃପତି ହୋଇ ଅଛନ୍ତି ଆଗତ। ତୋହର ନନ୍ଦନ ଜୟଦ୍ରଥ ନରପତି। 7 ବରଷରେ ତାରେ ପୁତ୍ରକ ଉତ୍ପତ୍ତି। ବିରଞ୍ଚି ରଥ ବୋଲିଣ ସେ ପୁତ୍ରର ନାମ। ରୂପେ ପଟାନ୍ତର ତାକୁ ନାହିଁ ସରିସମ। ସିନ୍ଧୁ ଦେଶେ ତାହାକୁ ସେ ରାଜା କରି ଛାଡ଼ି। ଭାରତେ ଅଇଲା ତୋର ପୁତ୍ର ଦଣ୍ଡ ଚଢ଼ି। ଦୁର୍ଯ୍ୟୋଧନ ନରପତି ଅଟେ ତାର ଶଳା। ସମରେ ସହାୟ ତାକୁ ହେଲା ତୋର ବଳା। 14 ଦିବସ ହେଲା ହେଉଅଛି ରୋଳ। ପଡ଼ିଲେଣି ରଥ ଗଜ ଅସଂଖ୍ୟ ଯେ ବଳ। ରଥୀ ପଦାତିକ ଗଜ ଅଶ୍ୱ ରାଜାମାନେ। ପଡ଼ିଲେ ଅସଂଖ୍ୟ ଜୀବ କୁରୁକ୍ଷେତ୍ର ସ୍ଥାନେ। ଆଜି ଯେ ତୋହର ପୁତ୍ର ଅର୍ଜୁନର ସଙ୍ଗେ। ବହୁତ ସମର କଲା ପଶି ରଣରଙ୍ଗେ। ଅର୍ଜୁନ ପେଶିଲେ ଯେ ପ୍ରଚଣ୍ଡ ଶର। ପଡ଼ିଣ ଛିନ୍ନ ହୋଇଲା ଜୟଦ୍ରଥ ଶିର। ପବନ ଶରରେ ପୁଣି ଆଣିଲା ଉଡ଼ାଇ। ତୋହର ହସ୍ତରେ ମୁଣ୍ଡ ଗଲା କପଳାଇ। ତୁହି ଘୋର ତପ କରି ହେଲୁ ମହାଋଷି। ଚାହାନ୍ତେ ମୁଣ୍ଡ ସେ ଗୋଟି ହେଲା ଭସ୍ମ ରାଶି। ତୋତେ ଯେଣୁ ତୋର ପୁତ୍ର ଚିନ୍ତିଲା ପ୍ରମାଦ। ସେ ଦୋଷରୁ ପୁତ୍ର ତୋର ହେଲା ଶିରଚ୍ଛେଦ। କପିଳା ଗୋମାତା ଶାପ ତୋର ପୂର୍ବକୃତ। ତେଣୁ ପୁତ୍ର ଗୋଟି ହେଲା ତୋ ଛାମୁରେ ହତ। ଗଲା କର୍ମମାନ କେବେ ଆନ ନ ହୁଅଇ। ଯେ ଯାହା ଅରଜି ଥାଏ ସେ ତାହା ଭଞ୍ଜଇ। ତୁ ତହିଁକି ରାଜା ହୋନ କରି ଆନ ମନ। ଚିରସ୍ଥାୟୀ ନୁହଁ ତ ଜାଣ ଧନ ଜନ। ନିଦ୍ରାରେ ଦେଖୁ ଯେ ଶନେ ଦୁର୍ଲଭ ସ୍ୱପନ। ଧନ ଜନ ପ୍ରାପ୍ତ ଆନନ୍ଦିତ ପଞ୍ଚମନ। ବଡ଼ପଣ ସମ୍ପଦ ଯେ ଦିବ୍ୟ ପୁରବାସ। ଦେଖି କରି ଚିତ୍ତ ହୁଏ ଅନେକ ହରଷ। ବିଚାର କରଇ ମୋର ଦରିଦ୍ରତା ଗଲା। ବିନା ଉପାୟ ସମ୍ପଦ ବିହି ମୋତେ ଦେଲା। ନିଦ୍ରା ଭଙ୍ଗେ ଶରୀରରେ ପଶେ ଯେବେ ଜ୍ଞାନ। ନ ପାଇ ସେଇ ଗତ କଥା କରଇ ସ୍ମରଣ। ସେହି ମତେ ଅଟଇ ଯେ ସଂସାରର ଅଙ୍ଗ। ସ୍ୱପନର ଫଳ ପରି କ୍ଷଣେ ହୁଏ ଭଙ୍ଗ। ଏଥକୁ ମନରେ ତୁହି କିଛି ନ ଚିନ୍ତ। ସଂସାର ତୋ ପକ୍ଷେ ନୁହେଁ ଅଟୁ ତପୋବନ୍ତ। ତପୀ ହୋଇ ସଂସାରକୁ ଯେବେ ଦିଏ ମନ। ଜପ ତପ ତାର ସବୁ ଅଟେ ଅକାରଣ। ସଂସାରୀ ଜନକୁ ସିନା କାମ କ୍ରୋଧ ମୋହ। ତେଣୁ କରି ତାହାଙ୍କର ବିଅର୍ଥ ଏ ଦେହ। ସୁରଥ ବୋଇଲା ମୁହିଁ ତୁମ୍ଭ ଦରଶନେ। ଛେଦିଲି ସଂସାର ମାୟା ମୋହ ତତ୍ତ୍ୱଜ୍ଞାନେ। ପୁତ୍ର ଦ୍ୱାରା ଅର୍ଥ ଯେବେ କରିବି କାରୁଣ୍ୟ। ମୁହିଁ ମରିଗଲେ ନିକି ସେ ପାଇବେ ପ୍ରାଣ। ଯେ ଯାହାର କର୍ମ ଘେନି ଗଲେ ପଥ ବାହି। ମୁହିଁ ଚିନ୍ତା କଲେ କିବା ବାହୁଡ଼ିବେ ସେହି।
ଯାହା ମୋହର କର୍ମରେ ଅଛଇ ଲିଖନ ବିମୁଖ ହୋଇଲେ ନିକି ହୋଇ ବସେୟାନ ଛାଡ଼ିଲଇଁ ଶୋକ ଚିନ୍ତା ତୁମ୍ଭ ଅନୁଗ୍ରହେ ଆବର କଥାଏ ମୋତେ କହିବା ମୁନି ହେ ମୁଁ ଭାସୁଥିଲି ସଂସାର ମାୟା ମୋହ ଜଳେ ସୁସ୍ଥାନ ପାଇଲି ମୁହିଁ ତୁମ୍ଭ ପଦ ତଳେ ତୁମ୍ଭ ପଦ୍ମ ପାଦେ ମୁହିଁ ହୋଇଲି ଆଶ୍ରିତ ତୁମେ ଯେ ମହାପୁରୁଷ ମୋତେ କଲ ମୁକ୍ତ ପୂର୍ବଜନ୍ମେ ମୁହିଁ ପାପ ଅର୍ଜିଲି ନ ଜାଣି ସେ ଦୋଷରୁ ମଞ୍ଚେ ଜନ୍ମ ଲଭିଲି ମୁଁ ପୁଣି ରାଜ୍ୟ ତେଜି ପଶିଲି ମୁଁ ଆସି ଘୋର ବନେ ପୁତ୍ର ଦ୍ୱାରା ମରଣ ମୁଁ ଶୁଣିଲଇଁ କନେ ଏଡ଼େ ଘୋର କଷ୍ଟ ପଡ଼ି ନଥିଲା କାହାର ବତହୁଁ ସେ ମହାପାପୀ ନାହିଁ ଏ ସଂସାର ଆବର କଥାଏ ମୋର ହୋଇଲା କାରଣ ଆଶ୍ରି କଲି ଯହିଁ ମୁହିଁ ତୁମ୍ଭର ଚରଣ ଏବେ କଥାଏ ତୁମ୍ଭଙ୍କୁ ପଚାରଇ ମୁହିଁ ପ୍ରସନ୍ନ ହୋଇଣ ମୋତେ କହିବ ଗୋସାଇଁ ସଂକ୍ଷେପୀ ପୁଣ୍ୟ ପୁରାଣ କଥା କହ ମୋତେ ସଂକ୍ଷେପୀ ପୁଣ୍ୟ ପୁରାଣ କଥା ମୋତେ କହ ଯେବଣ ଶାସ୍ତ୍ର ଶୁଣିଲେ ନଷ୍ଟ ହୁଏ କହ ଯେବଣ ଶାସ୍ତ୍ର ଶୁଣିଲେ ସର୍ବକ୍ଲେଶ ନାଶ ଯେବଣ ଶାସ୍ତ୍ର ଶୁଣିଲେ ସାଧୁ ସଙ୍ଗେ ବାସ ଯେବଣ ଶାସ୍ତ୍ର ଶୁଣିଲେ ସର୍ବ ପାପ କ୍ଷୟ ଯେ ଶାସ୍ତ୍ର ଶୁଣିଲେ ନ ଦଣ୍ଡଇ ଯମରାୟ ପରମ ଗତି ଲଭନ୍ତି ଯେଉଁ ଶାସ୍ତ୍ର ଶୁଣି ଯେବଣ ଶାସ୍ତ୍ର ଶୁଣିଲେ ଭବ ନଦୀ ଜିଣି ଯେଉଁ ଶାସ୍ତ୍ର ଶୁଣିଲେ ନ ଜୀବ ସଂଯମନି ଯେଉଁ ଶାସ୍ତ୍ର ଶୁଣିଲେ କହନ୍ତି ବ୍ରହ୍ମଜ୍ଞାନୀ ଯେଉଁ ଶାସ୍ତ୍ର ଶୁଣି ହୁଏ ବନ୍ଧନ ମୋଚନ ଯେଉଁ ଶାସ୍ତ୍ରକୁ ଶୁଣିଲେ ମିଳେ ମୋକ୍ଷ ସ୍ଥାନ କୃପା କରି ସେହି ଶାସ୍ତ୍ର ଗୋଟି ମୋତେ କହ ଶୁଣିଲେ ବିଶୁଦ୍ଧ ହେବ ଏ ମୋହର ଦେହ ଅନ୍ତକାଳେ ନ ଜୀବଇଁ ସଂଯମନି ପୁର ଏମନ୍ତ ଶାସ୍ତ୍ର ଗୋଟିଏ କହ ମୁନିବର କହନ୍ତି ସେ ମାରକଣ୍ଡ ଶୁଣ ନରପତି ଯାହା ଶୁଣି ବାଞ୍ଛା କଲୁ ତା କହିବା ତୋତେ ଏକ ମନେ ଶୁଣିବୁ ତୁ ଯେବେ ମହାରାୟ ପାପ ଆଦି ମହାପେପ ହେବ ତୋର କ୍ଷୟ ନିର୍ମଳ ହେବ ଶରୀର ଭକତି ପ୍ରାପତ ହୋଇବ ଅଚିର କାଳ ମଧେ ସୁରତ ମାର୍କଣ୍ଡ ପୁରାଣ ଏହୁ ଅପୂର୍ବ ଚରିତ ମହାଦେବ ଦାସ ଏହା କରିଲା ବ୍ୟକତ।